ଖରାପ ସମୟ ପଡ଼ିଲେ ମଣିଷ ଭାବ ଇଏ ଗ୍ରହ ଦୋଷ, ଦେଖିପାରେ ନାହିଁ ନିଜ ବିଫଳତା, ଲୁଚି କରେ ସର୍ବନାଶ। ଛାଡ଼ ବୃଥା ଅଭିଳାଷ, କର୍ମ ହିଁ ଈଶ୍ୱର, କର୍ମ ଭାଗ୍ୟ ଫଳ, କର୍ମ ହିଁ ଆତ୍ମସନ୍ତୋଷ। ସମୟ ବଡ଼ ବଳିଆନ, ସମୟକୁ ସାଥିରେ ଧରି ଚାଲିବା ବୁଦ୍ଧିମାନର କାର୍ଯ୍ୟ। ସମୟକୁ ଦୋଷ ଦେବା, ନିଜ ଦୋଷ ଦୁର୍ବଳତା ଅପାରଗତାକୁ ଭାଗ୍ୟ ଉପରେ ଛାଡ଼ିଦେବା, ନିଜର ଗୁଣ ଗାରିମା ଦକ୍ଷତା ଓ ଦୂରଦୃଷ୍ଟିକୁ ସଦୁପଯୋଗ ନ କରି ଅନ୍ୟ ଉପରେ ଲଦି ଦେବା ବ୍ୟକ୍ତିଟି ସବୁବେଳେ ପଛରେ ରହିଯାଏ। କର୍ମ ନ କରି ଫଳ କାମନା କରିବା, ନିଜ ବୁଦ୍ଧି ବିବେକକୁ ଉପଯୁକ୍ତ ମାର୍ଗରେ ବିନିଯୋଗ ନ କରିବା ଅଯୁକ୍ତିକର ଓ ଧୃଷ୍ଟତା ସହ ସମାନ। ତେଣୁ କର୍ମ ଶ୍ରେଷ୍ଠ, କର୍ମ ଈଶ୍ୱର, କର୍ମ ଭାଗ୍ୟର ଫଳ ପ୍ରଦାନ କରିଥାଏ। ଏ ଧ୍ରୁବ ସତ୍ୟକୁ ସମସ୍ତେ ଗ୍ରହଣ କରି ନିଜର ଦକ୍ଷତା ଅନୁସାରେ କର୍ମ କରି ଚାଲିଲେ ଜୀବନରେ ପରମ ତୃପ୍ତି ଓ ସୁଖ ସନ୍ତୋଷ ପ୍ରାପ୍ତ ହୋଇଥାଏ। ତାହେଲେ ଆଜି ପାଇଁ ଅଳ୍ପ କଥା ଅନେକ ବାର୍ତ୍ତାକୁ ଏଇଠାରେ ରଖୁଛି। ଆଶା ଓ ବିଶ୍ୱାସ ଆପଣମାନଙ୍କ ଦୈନନ୍ଦିନ ଜୀବନଚର୍ଯ୍ୟାରେ ଏହି ମହତ ବାଣୀଟି ନିଶ୍ଚୟ କାର୍ଯ୍ୟରେ ଆସିବ। ଆଗାମୀ ଭିଡ଼ିଓଟି ଦେଖିବା ପାଇଁ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଅନୁରୋଧ ରହୁଛି। ନମସ୍କାର, ଜୟ ଜଗନ୍ନାଥ।